ଗ୍ରାମ ରୋଜଗାର ସେବକଙ୍କ ବାଇକ୍ ଡିକି ଭାଙ୍ଗି ଭତ୍ତା ଟଙ୍କା ଲୁଟ୍ ଅଭିଯୋଗ। 1,80,000 ଭତ୍ତା ଟଙ୍କା ଲୁଟି ନେଲେ ଦୁଇ ଦୁର୍ବୃତ୍ତ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପିତିରି ପଞ୍ଚାୟତର ଖାଲପାଳ ଗାଁ ଚୌପାଡ଼ି ଠାରୁ ଲୁଟ୍ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ମୁତାବକ ପିତିରି ପଞ୍ଚାୟତର ଗ୍ରାମ ରୋଜଗାର ସେବକ ପ୍ରଭାତ ପାଣି ଓ ସରପଞ୍ଚ ଅଶୋକ କୁମାର ବର୍ମା ଭତ୍ତା ବଣ୍ଟନ ପାଇଁ ପରମହଂସପୁର ଗ୍ରାମ ବ୍ୟାଙ୍କରୁ 2 ଲକ୍ଷ ନଗଦ ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କା ନେଇ ଖାଲପାଳ ଗାଁ ଚୌପାଡ଼ିଠାରେ ଭତ୍ତା ବଣ୍ଟନ କରୁଥିଲେ। ତେବେ 20,000 ଟଙ୍କା ଜିଆର୍ଏସ୍ ତାଙ୍କ ପାଖରେ ରଖିଥିବା ବେଳେ ବାକି ଟଙ୍କା ତାଙ୍କ ବାଇକ୍ ଡିକିରେ ବଳକା 1,80,000 ଟଙ୍କା ରଖିଥିଲେ। ଉକ୍ତ ଡିକି ଭାଙ୍ଗି 2 ଜଣ ଦୁର୍ବୃତ୍ତ ଆସି ଲୁଟ୍ କରିଥିବା ଜିଆର୍ଏସ୍ ଅଭିଯୋଗ କରିଛନ୍ତି। ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ବ୍ୟାଙ୍କଠାରୁ 2 ଜଣ ଯୁବକ ତାଙ୍କୁ ପିଛା କରିଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଛି। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।